ଜୟ ଜଗନ୍ନାଥ। ଜୟ ମା ଆଦ୍ୟାଶକ୍ତି ମା। ପ୍ରିୟ ଶ୍ରୋତାବନ୍ଧୁ, ଆଜି ଆମେ ପଢ଼ିବାକୁ ଯାଉଛେ ଶ୍ରୀମଦ୍ ଭାଗବତ ମହାପୁରାଣର ଦ୍ୱିତୀୟ ଅଧ୍ୟାୟ। ମୁନିଏ ପ୍ରଥମ ଅଧ୍ୟାୟରେ ସୂତଙ୍କୁ ଷଟ ପ୍ରଶ୍ନ କଲେ। ଦ୍ୱିତୀୟ ଚାରିଟି ପ୍ରଶ୍ନର ସୂତ ଯେ ଦିଅନ୍ତି ଉତ୍ତର। ବ୍ୟାସ ଉବାଚ। ମୁନିଙ୍କ ପ୍ରଶ୍ନ କର୍ଣ୍ଣେ ଶୁଣି ହରଷ ମନେ ମନେ ଗୁଣି। ପରମ ପ୍ରୀତି ବାକ୍ୟ ପାଇ ଗୁରୁଙ୍କୁ ମନେ ମନେ ଧ୍ୟାଇ। ଜୀବର ହିତେ କୃତ କୃତ୍ୟ ହସି କହନ୍ତି ମୁନି ସୁତ। ସୁତ ଉବାଚ। ଯେ ସୁକ ଏକାନ୍ତ ଗମନ କରିଣ ଦେହ କଲେ ଶୂନ୍ୟ। ପୁତ୍ରର ସ୍ନେହ ମନେ ଧରି ବ୍ୟାସ ଡାକନ୍ତି ଉଚ୍ଚ କରି। ପିତାର ସ୍ନେହ ରକ୍ଷା ଅର୍ଥେ ଉତ୍ତର ଦେଲେ ବୃକ୍ଷ ପଥେ। ତାହାଙ୍କୁ ମୋର ନମସ୍କାର ଯେ ହୃଦ ସର୍ବ ପ୍ରାଣୀଙ୍କର। ଜୀବର ପରିତ୍ରାଣ ଅର୍ଥେ କରୁଣା ବହି ଯେହୁ ଚିତ୍ତେ। ଅଖିଳ ବେଦର ଯେ ସାର ଯେ ଅନୁଭବ ଆପଣାର। କହିଲେ ପୁରାଣର ସତ ତାହାଙ୍କୁ ମୋର ନମସ୍କାର। କହିଲେ ପୁରାଣର ସାର ତାହାଙ୍କୁ ମୋର ନମସ୍କାର। ଭାରତୀ ନର ନାରାୟଣ ଯେ ଗ୍ରନ୍ଥ ସଂସାର ତାରଣ। ଉଦିତ କଲେ ସଂସାରେ ନମଇ ତାହାଙ୍କ ପୟରେ। ଏମନ୍ତ ନମସ୍କାର କରି କହନ୍ତି ମନେ ମୋହ ଭରି। ଶୁଣ ସକଳ ମୁନିଗଣ ସାଧୁ ଏ ତୁମ୍ଭର ବଚନ। ପରମ ମଙ୍ଗଳ ଏ ବାଣୀ ଜୀବ ନିସ୍ତରେ ଯାହା ଶୁଣି। ପରମ ଧର୍ମ ଏ ଜଗତେ କୃଷ୍ଣ ଭକତି ଯେଉ ମତେ। ଫକୀର ଆଶା ଜଇ ନାହିଁ ଫଳର ଆଶା ଜଇ ନାହିଁ। ବିଘ୍ନ ପଶିବ ବା କାହିଁ ଯେ ଭକ୍ତି ବଳେ ସଂସାର। ନୁହଁଇ ପୁଣ ଏ ଜୀବର ଭକତି କଲେ ଜ୍ଞାନ ହୋଏ। ଜୀବନ ପଡ଼େ ମାୟା ମୋହେ କୃଷ୍ଣ ଚରିତ ଶୁଣି ଯେବେ। ଭକ୍ତି ନ ଜନ୍ମେ ମୂଢ଼ ଭାବେ କେବଳ ଶ୍ରମ ତାହାଙ୍କର। କାହୁଁ ତରିବେ ତମ ଘୋର ଯେ ଧର୍ମ ଫଳ ମୋକ୍ଷ ହୁଏ। ତା ପ୍ରୟୋଜନ ଅର୍ଥ ନୁହେଁ ଧର୍ମେ ଅରଜି ଯେତେ ଧନ। ଭୋଗ ନୋହେ ତା ପ୍ରୟୋଜନ ଇନ୍ଦ୍ରିୟ ପ୍ରିୟ ଭୋଗ ଯେତେ। ଲୋଭେ ଭ୍ରମନ୍ତି କାମ ଅର୍ଥେ ଯାବତ ଜୀବନ ଧରଇ। କାମ ଭୋଗରେ ସୁଖ କାହିଁ ଜୀବର ତତ୍ତ୍ୱ ଜାଣିବାର କେବଳ ପରମାର୍ଥ ସାର। ତତ୍ତ୍ୱ ବିଚାରି ଜ୍ଞାନୀ ଯେତେ ଜ୍ଞାନ କହନ୍ତି ଏ ଜଗତେ। କେହୁ କହନ୍ତି ବ୍ରହ୍ମ ତତ୍ତ୍ୱ କେହ ବା କଲେ ପରମାତ୍ମ। କେହୁ ବୋଲନ୍ତି ଭଗବାନ ନିର୍ମଳ ଅଦ୍ୱୟ ଯେ ଜ୍ଞାନ। ଏ ଭାବେ ଶ୍ରଦ୍ଧା ଯେ କହନ୍ତି ଜ୍ଞାନ ବୈରାଗ୍ୟ ଆଚରନ୍ତି। କରନ୍ତି ବିଷ୍ଣୁରେ ଭକତି ଆତ୍ମରେ ଆତ୍ମାକୁ ଦେଖନ୍ତି। ଏଣୁ ଏ ଅଖିଳ ଜଗତେ ଅଛନ୍ତି ବର୍ଣ୍ଣଶ୍ରମା ଯେତେ। ସ୍ୱଭାବ ଧର୍ମ ଆବରଣେ ଭକ୍ତି ଯେ କରେ ନାରାୟଣେ। ଯେଣେ ସନ୍ତୋଷ ବିଷ୍ଣୁ ହୋଇ ପ୍ରାଣୀଙ୍କି ଚଉ ବର୍ଗ ଦେଇ। ଏ ଘେନି ହୋଇ ଏକ ମନ ଭାବେ ତ ଶିବ ଭଗବାନ। ବିଷ୍ଣୁର ଗୁଣ କର୍ମ ଯେତେ ନିତ୍ୟ ଶୁଣିବ କର୍ଣ୍ଣ ପଥେ। ନିର୍ମଳ କରି ବୁଦ୍ଧି ମନ ନିରତେ କରିବ କୀର୍ତ୍ତନ। ଧ୍ୟାନେ ଚିନ୍ତିବ ବିଷ୍ଣୁ ମୂର୍ତ୍ତି
ପୂଜା କରିବ ନୀତି ନୀତି। ଏଭାବେ ଭକ୍ତି ଯୋଗ ବଢ଼େ, କର୍ମ ବନ୍ଧନ ବେଗେ ଛିଡ଼େ। ଏଣୁ ଜଗତେ ଜ୍ଞାନୀ ସେହି, ହରି ନ ଭଜି କେବା ରହି। କୃଷ୍ଣ କଥାରେ ରତି ସାର, ଯେ ପ୍ରାଣୀ ଭବ ମଧ୍ୟେ ସାର। ହରି କଥାରେ ଯାର ଶ୍ରଦ୍ଧା, ତାକୁ ନ ଲାଗେ ଭବ ବାଧା। ପୁଣ୍ୟ ତୀର୍ଥକୁ ଆଶ୍ରୟ କଲେ, ସେ ତୀର୍ଥେ ସାଧୁ ସଙ୍ଗ ମିଳେ। ଭକତ ସଙ୍ଗେ ଯେବେ ମିଶେ, ତେବେ ସେ ହରି ହରେ ରସେ। କୃଷ୍ଣର କଥା ଯେ ଶୁଣନ୍ତି, ବଦଳେ ମହିମା ଗୁଣାନ୍ତି। ତାହାଙ୍କ ହୃଦେ ହରି ବସେ, ସକଳ କଳ୍ମଷ ବିନାଶେ। ସେ ପୁଣ୍ୟ ଶ୍ରବଣ କୀର୍ତ୍ତନ, କେବେ କହନ୍ତି ମୁନିଜନ। ସାଧୁଜନଙ୍କ ମିତ୍ର ହରି, ଏଣୁ ଭକତଙ୍କୁ ଆବରି। ହେଳେ ତରଇ ଭବ ସିନ୍ଧୁ, ଯେଣୁ ଭକତ ଜନ ବନ୍ଧୁ। ଭକତ ଜନ ସେବା ଫଳେ, ବହନ ହନ୍ତି ଅମଙ୍ଗଳେ। ତେବେ ସେ ଗୋବିନ୍ଦ ବିଷୟେ, ଭକ୍ତି ଉପୁଜେ ନର ଦେହେ। ସ୍ୱଭାବେ ରଜ ତମ ଦୁଇ, କାନ ଲୋଭାବି ଯେତେ ଥାଇ। ବିଷ୍ଣୁ ବାହାର ହୋଇଯାନ୍ତି, ସାତ୍ୱିକ ଭାବ ଆବରନ୍ତି। ଏହି ପ୍ରକାରେ ଯେବେ ମନ, ହୋଇବ ନିର୍ମଳ ପ୍ରସନ୍ନ। ତେବେ ସେ ଭକ୍ତି ଯୋଗ ବଳେ, ବିଷ୍ଣୁ ଭକତ ସଙ୍ଗ ମେଳେ। ନିର୍ମଳ ଜ୍ଞାନ ପ୍ରକାଶଇ, ଜନ୍ମ ମରଣ ଆଉ କାହିଁ। ଅଶେଷ ଜନ୍ମ ଗ୍ରନ୍ଥି ବନ୍ଧ, ଏଣେ ଛିଣ୍ଡାଇ ସର୍ବଦ୍ୱନ୍ଦ୍ୱ। ସର୍ବ ସଂଶୟ ତୁଲେ କର୍ମ, ତୁମ୍ଭର ବିଶ୍ୱ ମାୟା ଭ୍ରମ। ଆତ୍ମାରେ ଆତ୍ମାକୁ ଦେଖନ୍ତି, ଜନ୍ମ ମରଣେ ନାହିଁ ଭ୍ରାନ୍ତି। ଏଣୁ ପଣ୍ଡିତ ଜନ ଯେତେ, ଆନନ୍ଦେ ଭକ୍ତି ଯୋଗ ମତେ। ହରି ବିଷୟ ଦୃଢ଼ ଚିତ୍ତେ, ନିତ୍ୟା ଚିନ୍ତନ୍ତି ଆତ୍ମହିତେ। ବିଷ୍ଣୁର ମାୟାରୁ ସମ୍ଭୂତ, ଆଦି ପ୍ରକୃତି ଜନମାତ। ଯେ ତତ୍ତ୍ୱ ରଜ ତମ ଗୁଣ, ସୃଷ୍ଟି ପାଳନ ସଂହରଣ। ଅନାଦି ପରମ ପୁରୁଷ, ଏ ତିନି ଗୁଣେ ସେ ପ୍ରକାଶ। ସୃଷ୍ଟି ଉଦୟେ ବ୍ରହ୍ମା ହୋଇ, ପାଳନେ ବିଷ୍ଣୁ ସେ ବୋଲାଇ। ସଂହାର କାଳେ ରୁଦ୍ର ରୂପେ, ସୁଖେ ବିହରେ ମୋହ କଳ୍ପେ। ସେ ଶୁଦ୍ଧ ସତ୍ତ୍ୱ ବିଷ୍ଣୁ ଦେହେ, ଜନ୍ତୁଙ୍କ ଶ୍ରେୟ ଗୁଣ ବହେ। କାଷ୍ଠ ସଂଯୋଗେ ଧୂମ ଜାତ, ଧୂମରୁ ଅନଳ ସମ୍ଭୂତ। ତ୍ରୟା ବିଭାଗ ଏ ପ୍ରମାଣ, ତାମସ ରଜ ସତ୍ତ୍ୱ ଗୁଣ। ଏଭାବେ ବ୍ରହ୍ମ ପରିମାଣି, ଭବସାଗରୁ ତରେ ପ୍ରାଣୀ। ନିର୍ମଳ ବେଗା ମୁନି ଯେତେ, ବିଚାର କରି ଆତ୍ମା ହିତେ। ବିଷ୍ଣୁ ବିଶୁଦ୍ଧ ସତ୍ତ୍ୱ ଜାଣି, ଭଜିଲେ ମୋକ୍ଷ ପରିମାଣି। ତାମସ ରଜ ଗୁଣ ଯେତେ, ଯେ ଭୂତପତି ଏ ଜଗତେ। ସ୍ୱଭାବେ ଘୋର ଭୟଙ୍କର, ଏଣୁ ନ ଭାଳେ ସାଧୁ ନର। ଅହିଂସା ଶାନ୍ତି ଗୁଣେ ଥାନ୍ତି, ହରି ଚରଣ ନିତ୍ୟେ ଚିନ୍ତି। ଧନ ସମ୍ପଦେ ଯାର ଇଚ୍ଛା, ସେ କରେ ପିତୃଭୂତ ଦୀକ୍ଷା। ସଂସାରେ ବେଦ ଯଜ୍ଞ ଯେତେ, ଯୋଗ ସାଧକ କ୍ରିୟା ମତେ। ପରମ ଜ୍ଞାନ ତପ ଆଦି, କଠୋର ଯେତେ ଧର୍ମ ସାଧି। ଏ ସର୍ବବିଧି ଧର୍ମ ଯେତେ, କରିବ ବିଷ୍ଣୁ ପ୍ରୀତି ଅର୍ଥେ। ଏ ତିନି ଗୁଣେ ନାରାୟଣ, ସୃଷ୍ଟି ପାଳନ ସଂହାରଣ। ଏ ରୂପେ ଆତ୍ମା ମାୟା କରି, ବିଶ୍ୱାସ ସାରେ ସେ ବିହରି। ସ୍ୱଭାବେ ନିର୍ଗୁଣ ମୁରାରି, ଖେଳଇ ତ୍ରିଗୁଣ ଆବରି। ସକଳ ଜୀବ ମଧ୍ୟେ ଥାଇ, ଅଜ୍ଞାନେ ଜୀବ ନ ଜାଣଇ। ଅଶେଷ ମହିମା ଯେ ଧରେ,
କିବା ଉପମା ଦେବା ତାରେ ସକଳ ଭୂତେ ହରି ବସେ କ୍ଷେତ୍ରଜ୍ଞ ରୂପେ ପରକାଶେ ଅଗ୍ନି ଯେସନେ କାଷ୍ଠେ ଥାଇ ସେ ରୂପେ ବିଶ୍ୱ ଆତ୍ମା ସେହି ଭୂତ ଇନ୍ଦ୍ରିୟ ମନ ଭରି ନିର୍ମିତ ଅଟେ ଭୂତଂ ସ୍ମରି ସ୍ୱତନ୍ତ୍ରେ ସେ ଦେହେ ଥାଇ ବିଷୟ ଭୋଗକୁ କରଇ ଦେବ ତିର୍ଯ୍ୟକ କର ଆଦି ଯେ ଲୀଳାବତାର ପ୍ରସିଦ୍ଧି ତହିଁରେ ଅନୁରକ୍ତ ହୋଇ ପାଳଇ ସତ୍ୱ ଗୁଣ ବହି ସେ ହରି ଚରଣ ପଙ୍କଜ ସୁଜନେ ମନ ଦେଇ ଭଜ କହଇ ଦାସ ଜଗନ୍ନାଥ ଗୀତ ପ୍ରବନ୍ଧେ ଭାଗବତ। ଇତି ଶ୍ରୀ ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ ପ୍ରଥମ ସ୍କନ୍ଧେ ନୈମିଷାୟୋପାଖ୍ୟାନେ ଭଗବତନୁବର୍ଣ୍ଣନଂ ନାମ ଦ୍ୱିତୀୟୋऽଧ୍ୟାୟः।